মিছ 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 ସବୁ ମିଛ। ଏ ରାଜ୍ୟର ଜନପ୍ରଜା ମାନେ କଣ ସତରେ ଗୋଟାଏ ଗୋଟାଏ ପାଗଳ? ଆରେ ଏମାନେ ଯଦି ପାଗଳ ହୋଇନଥାନ୍ତେ କେମିତି କହୁଥାନ୍ତେ ଯେ ରାଜା ଓ ମନ୍ତ୍ରୀଟା ସମୁଦି ହେଇଛନ୍ତି ସମୁଦି? ନାଇଁ, କେମିତି ବିଶ୍ୱାସ କରିବି? କାହାକୁ ବିଶ୍ୱାସ କରିବି? ଆରେ କଥାରେ ଅଛି, ଯେବେ ନ ଦେଖିବ ବେନି ନୟନେ ଭରତେ ନ ଯିବ ଗୁରୁ ବଚନେ। ମୁଁ କେମିତି ବିଶ୍ୱାସ କରିବି ଯେ ରାଜା ଓ ମନ୍ତ୍ରୀଟା ସମୁଦି ହେଇଛନ୍ତି ସମୁଦି? ନାଇଁ, କେବେ ହେଲେ ଆମ ରାଜା ଏଭଳି କାର୍ଯ୍ୟ କରିବେନି। ସେଇ ସାମାନ୍ୟ ମନ୍ତ୍ରୀ ସହିତ ସମୁଦି କରି ତାଙ୍କ ଝିଅଟା ଓ ପୁଅଟା ବଡ଼ ହେଲା ପରେ ବାହାଘର କରାଇବେ? ନାଇଁ, ମୁଁ କଦାପି ବିଶ୍ୱାସ କରିପାରିବି। ଆରେ ଏଇଟା ଗୋଟିଏ କଥା। ଏଇନେ ସେନାପତି ବାବୁ ପ୍ରଣାମ କଲି। ହଁ 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 ଗୋମାସ୍ତା ଜଟପାତ୍ର, ଆଜ୍ଞା। ଏ ଅବେଳରେ ଏଠାରେ ଏ ଅବେଳ ତ ଜଟ ଟାକିଲା ଦିଏ। ଏ ଜଟ, ଆଜ୍ଞା, ଏବେ କଣ କହିବାକୁ ଚାହୁଁଛ? କଣ କହିବାକୁ ଚାହୁଁଛି ତାହେଲେ ଶୁଣିବେ ତ ଆଜ୍ଞା। ଆରେ ଯାହା କହିବାର ଅଛି ସିଧା ସିଧା କୁହ। ବଳିଷ୍ଠ ବିରହ ଶୁଣ ମୋହର ଗିର, ବଳିଷ୍ଠ ବିରହ ହାତ ଛଡ଼ା ହେବ, ହାତ ଛଡ଼ା ହେବ, ହାତ ଛଡ଼ା ହେବ, ହେ ହାତ ଛଡ଼ା ହେବ, ହାତ ଛଡ଼ା ହେବ ସୁଯୋଗ ତୋର ବଳିଷ୍ଠ ବୀର। ଏ ଶୁଣ ମୋହର ଗିର, ଶୁଣ ମୋହର ଗିର, ବଳିଷ୍ଠ ବିରହ। ଗୋମାସ୍ତା ଜଟପାତ୍ର, ଆରେ ମୁଁ କିଏ? ଆପଣ ଯଦି କାଶୀ ରାଜ୍ୟର ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି। ଏ ରାଜ୍ୟଟା ହେଉଛି ମୋର ହାତ ମୁଠାରେ। ଆଉ କଣ ମୋର ହାତ ଛଡା ହବ? ଆରେ ଏତେ ବଡ ବୀର କଇଲ ରାଜ୍ୟରେ କେତେ ଦିନ ଖଟୁଥିବ ଚାକ। ଏ ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କଇଲ ସୁଯୋଗ ରାଜ ସିଂହାସନ ଡମରୁ ବନ୍ଦନ୍ତି ଆଖେ ସେନାପତି, ଡମରୁ ବନ୍ଦନ୍ତି ଆଖେ ସେନାପତି, କାଶୀ ରାଜ୍ୟ ରାଜା ଏଥର ବଳିଷ୍ଠ ବୀର। ଏ ଶୁଣ କାନେ ଶୁଣ ନାକେ ଶୁଣ ମୋହର ଗିର, ଶୁଣ ମୋହର ଗିର, ବଳିଷ୍ଠ ବୀର ନା। କଣ କହିଲୁ? ନାଇଁ ରେ, କଣ କହିଲୁ? ଶୁଣିପାରିଲିନି। ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି? ରାଜା ହେଉଛନ୍ତି ମୋ ପାଇଁ ଭଗବାନ। ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା। ଯାହାର ଅନ୍ନରେ ଆମ୍ଭମାନେ ସମସ୍ତ ଅନୁପ୍ରାଣିତ, ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି? ମନେର ରାଜାଙ୍କ ବିରୁଦ୍ଧରେ ଯଦି ଶଳା ପଦୁଟିଏ କହିବୁ, ମାରଣ ତ ଜିଭଟାକୁ ଟାଣି ଆଣିବି। ମୋ ଜୀବକୁ ସିନା ଟାଣି ଆଣିବେ, ଏପଟେ ରାଜା ଓ ମନ୍ତ୍ରୀଟା ସମୁଦି ହେଲେଣି। ଭଲ ହେଇଛି, ଯାହା ହେଇଛି ଠିକ ହେଇଛି। ଏ ଲୋକମାନଙ୍କ କଥାକୁ ବିଶ୍ୱାସ କରିପାରୁନଥିଲି, ଏଇନେ ତ ମୁଖରୁ ଶୁଣିଲି ମୋତେ ବିଶ୍ୱାସ ହେଇଗଲା। ଏ ବିଚରା ମନ୍ତ୍ରୀଟା, ଏ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା। ନିଜ ସ୍ତ୍ରୀ ତ ଫାଟିବ। କେମିତି ଛାତିଟା ଫାଟିବନି? ଯେତେ ଯାହା ହେଲେ ବି ସେ ହେଉଛି ଆମ ସହକର୍ମୀ ନୁହଁ, ସରୁ ଭାଇ, ଗୁରୁ ଭାଇ। ମନରେ ଥରେ ଭାବିଦେ, ମନରେ ଥରେ ଚିନ୍ତା କରିଦେ। ସେ ବିଚରା ମନ୍ତ୍ରୀଟା ସେ ଛୁଆର ଲାଳନ ପାଳନ କରିବ ନା ରାଜକାର୍ଯ୍ୟ ଆସି କରିବ? ରାଜକାର୍ଯ୍ୟ କରିବ ନା ସେଇ ଛୁଆର ଲାଳନ ପାଳନ କରିବ? ତେଣୁ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି। ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ଼ ହେଲା ପରେ ବାହାଘର ହବ। ବାହାଘର ଆଉ ସେ ବାହାଘରେ ଆମେ ଯାଇକି ସମସ୍ତେ ଡ୍ୟାନ୍ସ କରିବା। ରାଜା ଘର ଭୋଜିରେ
ଶଳାକେ ଫା ମାରିବା ପାଇଁ କ'ଣ ଇଚ୍ଛା ହେଉନି। ଭୋଜି ଖାଇବେ ଭୋଜି କେତେବେଳେ ଆଜ୍ଞା? ଖାଇବି। ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କ'ଣ କହୁଥିଲା? ଆମର ଆଉ ଏଇ ସେନାପତି ଦରକାର ନାହିଁ। ଆମ ସେନାପତି ବାଜ୍ୟ ଲୋକ, ଆମ ସେନାପତି ଧୋକାବାଜ, ଆମ ସେନାପତି ଚରିତ୍ରହୀନ, ଆମ ସେନାପତି ମାଇଚିଆ, ଆମ ସେନାପତି କୁକୁର। ଆଉ ଏଇ ସେନାପତିକୁ ତଣ୍ଟିଆ ମାରିକି ବାହାର କରିଦେବା। ମୋ ସେନାପତି କୁହ, ଏତେ କଥା ଶୁଣିସାରିଲା ପରେ ରାଜ୍ୟ ରାଜା ହେବ ନା ଭିକାରୀ ହେବ? ତୁମେ ନପୁଂସକ। ସମାଜ ମନ୍ତ୍ରୀଟା ରାଜାର ସମ୍ମତି ହେଇଗଲା ବୋଲି ମତେ ରାଜ୍ୟରେ ବିତାଡ଼ିତ କରିବ। ମୋ ନାଁରେ ବାର କଥା କହିବ ନାଇଁ। ଅସଳ କିଳାଟା ହେଲା ସେଇ ମନ୍ତ୍ରୀର କଳା ଛୁଆଟା। ଆଉ ସେ ଛୁଆଟାକୁ ଯଦି ଥିବ ବାଉଁଶ ନା ବାଜିବ ଆବଶ୍ୟକ ପଡ଼ିଲେ ବାସ୍। ଆଉ ମନ୍ତ୍ରୀ କଥାରେ ଯଦି ରାଜାଟା ଯଦି ବସ ଉଠ ଉଠ ବସ ହବ ଛାଡ଼ିବି ହେଲେ ଆସ୍ତେ ମାରିଦେବି। ଆସ୍ତେ ସେନାପତି ମାରିଦେ। ଏ ବହି ଗାଉଥିବା ପବନର ବି କାନ ଅଛି। ତମ ବ୍ୟତୀତ କେହି ଜାଣିବେ। ବାସ୍ ଏବେ ଚାଲ ଚାଲନ୍ତୁ ଆଜ୍ଞା। ଦେଖିବା ସେ ମନ୍ତ୍ରୀଟା ତା ପୁଅ ପୁଣି କୁଆଡ଼େ ଯାଇଛି। ଏବେ ଚାଲ। ଏ ଛୋଟ ଆଜ୍ଞା ଏବେ କିଏ କିଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା। ପତି ଛୋଟ କଥା ଶୁଣି ଦେଇଛି। ଏ କଥା ଯାଇକି ରାଜାଙ୍କୁ କହିଦେଲେ ସବୁ ସରିଗଲା। ସେ ଯିଏ ହଉ ନା କାହିଁକି ଆମ୍ଭ କଥା ଶୁଣିଛୁ ମାନେ ନିଶ୍ଚୟ ରାଜା ନିକଟକୁ ଦୌଡ଼ିକି ଗଲାଣି। ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରିଦେ। ଚାଲ ଚାଲନ୍ତୁ ଆଜ୍ଞା। ଶଳା ଆମ୍ଭ କଥା ଶୁଣି ଏଠୁ ଧାଇକି ଯାଇଛି। ଚାଲ। ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରିବା ପାଇଁ ଶକୁନିଟା ପୋଷା କାଟି ଫେଙ୍କିକି ରାଜା କରେଇଥିଲା। କିନ୍ତୁ ମୋ ହାତରେ ତ ପୋଷା କାଟି ନାହିଁ। କେମିତି ରାଜା କରେଇବେ ସେନାପତିଟା କୁହ? ଛୋଟ ପାତ୍ର ମୁଁ ଛୋଟ ପାତ୍ର ଭଲରେ ଥିଲେ ବେଲ ପଟ ଆଉ ରାଗି ଗଲେ ପୁରା ଛିନ୍ନ ଛତ୍ର। ଆରେ ଜଲ ଜଲ ହେଇକି ମନେ ପଡ଼ିଯାଏ ସେଇ ଅତୀତର କଥା। এই কাশী রাজ্যর রাজা, এই কাশী রাজ্যর রাজাকে যেতেবেলে মো ভৌণী ভাল পাইলা। আরে মু তো খুশিরে পাগল হয়ে যাইছিলি। পাগল সামান্য চাকরর ভৌণী পুଣି রাজা ঘর বউ হব। রাজা হস্তরু শঙ্কা পিঁধিব, মথারে সিন্দুর নব। কিন্তু সর্বশেষ রাজাটা অন্য কাহাকে বাই পড়িলা। সেই কথা শুনিকি মো ভৌণীটা আত্মহত্যা করিদেলা। ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା, କିନ୍ତୁ ଏଟା ଛୋଟ ଭାଇଟା ଏନେ ବଞ୍ଚିଛି। ଛାଡ଼ିବିନି ବେ। ରାଜବଂଶକୁ ସବୁବେଳେ ଧ୍ୱଂସ କରିଦେବି। ଧ୍ୱଂସ। ହେ ସୂର୍ଯ୍ୟ ଚନ୍ଦ୍ର ଦଶଟି ଗୋପାଳ, ଆଜି ଛୋଟ ପାତ୍ର ଶପଥ କରିକି କହୁଛି, ରାଜବଂଶକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବିନି। ଛୋଟ ପାତ୍ର ମୁଁ ଛୋଟ ପାତ୍ର ଭଲରେ ଥିଲେ ବେର ପତ୍ର ଆଉ ଆଗି ଗଲେ ପୁରା ଛିନ୍ନ ଛିନ୍ନ।
ଠାକୁରେ ମୋର ଏଇ ଦି କନ୍ୟା କଣ ଚୁଣିଲା ଏଇ ଦି ଜଣ ନରହନ୍ତା ମାନେ ମୋତେ ଆମ ଶିଶୁ ପୁତ୍ରକୁ ମାରିଦେବେ ନାଇଁ ନାଇଁ ମୁଁ ଏ ରାଜ୍ୟରେ ରହିବିନି ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜକନ୍ୟା ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜସିଂହାସନ ଯାଏ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି आदित्य बाबू तुम्हें पुणी एठी कौन आई एमती आखिर धार धारा लुहटा बाहरी पड़ुची पुणी कौन शिशु के धरिकी कुआड़े बाहरी छंती आपण जानी नाहंती कि मते आ मोर ई कौला शिशु पुत्र को छाड़ी मो पद्मावती आर पारी को चली गले पो कादु थिला तो सेति पई ए उद्यान रे टिके मोपो को बुलाबुली करू अरे सही कथा सुनी कि सेनापति बाबू दुखरे भांगी पड़ी छंती आउ मोरी अवस्था तो तुम्हें निजे देखुछ तेणु करी सेनापति बाबू आ मो गोटे चरम निष्पत्ति नहीं दे ए जट अबे कौन होइछि कौन रही से कथा पचार अबे काई पई कांदु छु अच्छा यही ना महामंत्री कौन कहले जान छती कौन कहउछि अबे जट से कुकुर सेनापति गोला करबे सही सोला माइचिया नपुंसक गोला करे यही ने जति सही सोला को देखि देबी तारो तंटी चिपी की रक्त भी कहला जाइए आउ आपन को तंटी आर मारी की बाहर कर देबे कहला ମୁଁ ସେମିତି କିଛି କହିନି ଏ ମିଛ କହୁଛି महामंत्री आदित्य नारायण ताहले आंभ दी जन कथाटा शुणी तू एठू धाई गलु राई ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ସାରିଛି भलो करिछु आ जहां भी शुणिछु ठीक शुणिछु ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି अब जा जा कहबू जा अरे समुद्री हेछु जते बेले समुद्री को न कहि कोन तू शांति रे रही पारिबू नहीं 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 अब जा जा कहबू जा हे समुद्री मते मारी देबे मो पुआटा को मारी देबे आवश्यक पड़िला आपन को मारी देबे जा जा कहू जा ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି କାହିଁ ବିଳମ୍ବ ଆରେ ବାବା କରୁଛୁ? ସାଗର ଚାଲ ବାବା ଆମେ ଏଠି ଜମା ରହିବାନି जा कहू जा मंत्री आदित्य नारायण अब एठा को जे आसी केवल आसीबार पाद चिन्हटा अच्छी किंतु फेरबार पाद चिन्हटा नाही रे बंचिबा को चाहू ना नहीं अरे तू जदि बंचिबा को चाहू ताहले तोर ए कोहड़ा छुआटा को मो हाथ को बढ़ेई दे ନା ମୁଁ ମୋ ପୁଅକୁ ଜମା ଦେବିନି अरे बंची जीवरे तो पुआटा को मते देई दे ନା ମୁଁ लज्जा ଦେବିନି महाराण बापा पुआ दी जण को एठारे मारी दे नहीं सेनापति बाबू नहीं मते ଆମ ଶିଶୁ ପୁତ୍ରକୁ ଛାଡ଼ି ଦିଅ ମୁଁ ଏଇ ରାଜ୍ୟରେ ରହିବିନି ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି जानी ठीक एमती कहबो मते छाड़ी दियो मो पुआटा को छाड़ी दियो ए राज्य रे मु जमारू रहिबिनी ए राज्य छाड़ी अन्य राज्य को चली जीबी तो पुआटा बड़ हला परे लाइले तो पुआटा बड़ हला परे बड़ा बेस सजाई राजा झियो को बाहा करबे पई आसीबू ନା ମୁଁ କେବେ ବି ଆସିବିନି ନା ମୁଁ ଦେବିନି तो पुआटा को दे ନା ମୁଁ ଜମା ଦେବିନି कहू बे तो पुआटा को दे
সেনাপতি বাবু। এইটা কোন মଣିষ মারিবা জিনিস না এটি মଣିষ মরিবে? আরে বাবু এটি তো মশাটিয়ে মরিবে নাই। এইটা ହେଉଛି ମଣିଷ ମରା ଜିନିଷ। ଯେଉଁ ଜାଗାରେ ମଣିଷ ଜାତି ଉତ୍ପାତ କରନ୍ତି ୟାକୁ ସେଇ ଜାଗାରେ ବ୍ୟବହାର କଲେ ମଣିଷଙ୍କ ଆତ୍ମାଟା ଆରାମରେ ସ୍ୱର୍ଗକୁ ଯାଇଥାଏ। ପ୍ରସାଦ ଖାଇବ ନିଜ ତୁଣ୍ଡରେ, ହାତ ପୋଛିବ ପର ମୁଣ୍ଡରେ। ଜଟ ପାତ୍ର ମୁଁ ଜଟ ପାତ୍ର। ଭଲ ଥିଲେ ବେଲ ପଟ ଆଉ ରାଗି ଗଲେ ପୁରା ଛିନ୍ନ ଛିନ୍ନ। ଆଗ ଯାଏ ସେନାପତି ପଛରେ ଯଦି ନ ରହିବି କଥାଟା ଗୋଲମାଲିଆ କରିଦେବ ନା ଯେ ବୋପା ମା। ଭବାନୀ ମାଲ ଭରା ଦୁର୍ଗା ଆଜି ତୋରି କରୁଣରେ ମା ଏ ଜଙ୍ଗଲରେ ଗୋଟାଏ ଦସ୍ୟୁର ପରିଚୟ ବଞ୍ଚିছিল ମା। କଣ ପାଇଲ ମା? କଣ ପାଇଁ ତୁ ମତେ ଗୋଟାଏ ପଥହରା ମଣିଷ ସଜାଇ ଦେଇছিল ମା? ଆଉ କଣ ପାଇଁ ତୁ ମତେ ଗୋଟାଏ ଲକ୍ଷ୍ୟବିହୀନ ମଣିଷ ସଜାଇ ଦେଇଥିଲ ମା? ଓ ଏଇଥିପାଇଁ ନା କିରେ ବାବୁ ଦସ୍ୟୁ ଏ ଜଙ୍ଗଲରେ ବଞ୍ଚି ରହିଥିବୁ ଆଉ ଲୋକଙ୍କର ମଙ୍ଗଳ କରିବୁ, ଜୀବନରେ କେବେ ତୁ କାହାର ଅନିଷ୍ଟ ଘଟେଇବୁନି। ଆଉ ସେଇଥିପାଇଁ ଲୋ ମା, ସେଇଥିପାଇଁ ତୁ ମୋତେ ଗୋଟେ ପଥହରା ମଣିଷ ସଜାଇ ଦେଇছিল ମା। ବା ମାନିବାକୁ ପଡ଼ିବ ମା, ମାନିବାକୁ ପଡ଼ିବ ତୋର ମହିମା। ଆରେ ହଁ, ମୁଁ ହଉଛି ଏ ଜଙ୍ଗଲ ଦସ୍ୟୁ। ନାଟା ମୋର ଜଳାସି। ଭଲ ମଣିଷ ମାନଙ୍କ ପାଇଁ ମୁଁ ଗୋଟାଏ ଭଲ ମଣିଷ, ଆଉ ଶୈତାନ ମାନଙ୍କ ପାଇଁ ମତେ ବାପାକୁ ଛାଡ଼ି ଦିଅ। କେବେ ତ ଆଉ ସେ ପ୍ରଶ୍ନ ମୁଁ ପଚାରେ ତୁ କିଏ ବେ? ଶୈତାନ। ତୁ ଶୈତାନ? ହଁ, ମୁଁ ଗୋଟାଏ ଶୈତାନ। ଆଉ ତୋ ଭଳିଆ ଶୈତାନ ମାନଙ୍କର ବାପା ହଉଛି ମୁଁ। একদম চুপ, চিৎকার করে কହୁଛି একদম চুপ, একদম চুপ। ଆଜ୍ଞା ଆଜ୍ଞା ମାଟ ଫାଟ ହେଇଯିବା ପଳେଇବା। ଆପଣଙ୍କର ବୋପା ପିଟିରୁ ବାହାର କରିଦେବ ଚୋପା। ପଳେଇବା ଯେ ପିଟି ପକେଇବ, ପଳେଇବା ବେକାର ହେବ ନା।
ନିରୀହ ମଣିଷ ଗୋଡ଼ ଉପରେ ଆମେ କୋଉଟା ନିରୀହ ମଣିଷ ଆଖିରେ ଆମେ ସେଇଟା ହେଉଛେ ମୋ ଶତ୍ରୁ କଣ ହେଲା ଆଉ ଶତ୍ରୁକୁ ସଂହାର କରିବା ହେଉଛେ ମୋ କର୍ତ୍ତବ୍ୟ। ଆରେ ମଣିଷ ବା କି ଚଣ୍ଡଳ ବି ତୁ ଏ ମଣିଷ ମଣିଷ ଭିତରେ କେବେ ମଧ୍ୟ ଶତ୍ରୁ ଦେବ ଆସିନି ଆସେ କେବଳ ମିତ୍ରତାର ହବ ଏଇଠି ଯେମିତି ଜୀବନ ସାରା ମନେ ରଖୁଥିବୁ ଏବେ ଜୀବନ ସାରା ତୋର ନୀତି ଉପଦେଶ ଶୁଣିବା ପାଇଁ ମୋ ପାଖରେ ଶବ ନାହିଁ। ପଳେଇ ଯା ହଁ? ସମୟରେ ମୁଁ ଏଠୁ ଯିବି? ହଁ ପଳେଇ ଯା ନାଇଁ, ପଳେଇ ଯା କହୁଛି ଏ ବାପା ପୁଅ ଦି ଜଣଙ୍କୁ ନ ମାରିଲା ଯାଏ ଏ ଜାଗା ଛାଡି କୁଆଡେ ବି ଯିବି। କଣ ହେଲା ଏ ବାପ ପୁଅ ଦି ଜଣଙ୍କୁ ମାରିବି। ଏ ଲୋକଟାକୁ ମୋ ପାଖରେ ମାରିବୁ ହଁ, ତୋ ମୋ ସମ୍ମୁଖରେ ମାରିବୁ ତୋ ସମ୍ମୁଖରେ ବାପ ପୁଅ ଦି ଜଣଙ୍କୁ ଦମ୍ଭ ଅଛି ତ ମାରିକି ଦେଖାବେ ମାରିଦେବି। ମାରବେ ମାରିଦେବି ଭାଇ। ଦେଖାବେ ଆଉ ପାଦ ଯଦି ଆଗେଇବୁ ନା ତ ଗୋଡ଼ ହାତ କାଟି ଏଠି ଥୋଇଦେବି ତାଳ ଗଛ ପରି ବାଟ ଚାଲିବୁ ରେ ମଣିଷ ମରିବୁ ଭଲ ଦଶା ଅଛି ତ ପଳେଇ ଯା ଏଠୁ ମରିବୁ କିଏ ମରିବ ତୁ ମୁଁ ମରିବି ଆଗ ତୋତେ ମାରିବି। ମତେ ମାରିବୁ ହଁ। ମତେ ସାହସ କବୁ ନବେ ତାପରେ? ମତେ ମାରିବୁ ବେ ତାପରେ ଏ ବାପା ପୁଅ ଦି ଜଣଙ୍କୁ ମାରିବି। ମାର ମାରିଦେବି। ମାରି ଦେଖିବେ ମରିବୁ ବେ ମାରିକି ଦେଖାବେ ତୁ ନ ମଲା? ଶଳା ଚୋଟା ବାପା ପୁଅ ଦି ମଣିଷ ଜଣଙ୍କୁ ମାରି ମରିବୁ ବେ ମାରବେ ମୋତେ ମୋ ଶିଶୁ ପୁତ୍ରକୁ ବଞ୍ଚାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବାବୁ। ନିବାସୀୟ ଆରେ ମୋତେ କାହିଁକି ଧନ୍ୟବାଦ ଜଣାଉଛ ଧନ୍ୟବାଦ ଜଣାଇବା ତ ସେଇ ବାବର ଦୁର୍ଗାଙ୍କୁ ଧନ୍ୟବାଦ ଜଣାଅ ଆରେ ସେ ତମର ମଙ୍ଗଳ କରିବି ଆରେ ମୁଁ କିଏ ମୁଁ ତମ ଭଳି ଗୋଟେ ସାଧାରଣ ମଣିଷ ଆଉ ମଣିଷ ପଣି ହିସାବରେ ତମେ ବିପଦରେ ପଡ଼ିଥିଲ ତମକୁ ଥରେ ସାହାଯ୍ୟ କରିଛି ତା ପୁଣି ସେଇ ବାବର ଦୁର୍ଗାଙ୍କ କୃପାରୁ ଆଚ୍ଛା ମାଉସୀ ତୁମେ କିଏ ଆଉ ସେମାନେ ତମ କ'ଣ ପାଇଁ ମାରୁଥିଲେ କୁହନ୍ତୁ ମାଉସୀ କୁହନ୍ତୁ ମୋ ପରିଚୟ ଶୁଣିବ ବାବୁ। ନିଶ୍ଚୟ ମାଉସୀ ନିଶ୍ଚୟ ତାହେଲେ ଶୁଣ ବାବୁ ମୋ ପରିଚୟ। କୁହନ୍ତୁ ମାଉସୀ କୁହନ୍ତୁ ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟ ରାଜା ମର୍କତ କେଶରୀଙ୍କ ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ବିଶାଳ କାଶୀ ରାଜ୍ୟର ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ହଁ ବାବୁ। ଆଉ 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 ମୋର ଏଇ କଳା ଶିଶୁ ପୁତ୍ର ଏହାର ନାମ ହେଉଛି ସାଗର ଚରଣ। ଆରେ ତାହା ତ ଠିକ ହେଲେ ସେମାନେ ତମ କ'ଣ ପାଇଁ ମାରୁଥିଲେ କାହିଁକି ମାରୁଥିଲେ ଆରେ କି ଅପରାଧ କରୁଥିଲେ ତାଙ୍କର କୁହନ୍ତୁ ମାସେ କୁହନ୍ତୁ କହିବି ବାବୁ ଗୋଟି ଗୋଟି କରି ସବୁ କହିବି। କୁହନ୍ତୁ ମାସେ କୁହନ୍ତୁ ସେ ଚଣ୍ଡାଳ ଏଠିକି ଆସିବିନି କୁହନ୍ତୁ ରାଜା ମର୍କତ କେଶରୀ ମୋତେ କଥା ଦେଇଛନ୍ତି ବାବୁ ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ ଏଇ ଦି ଜଣ ଯେତେବେଳେ ଯୌବନ ବୟସକୁ ଆସିବେ ଏଇ ଦି ଜଣକୁ ସେ ବିବାହ ଦେବେ ବୋଲି ମୋତେ କଥା ଦେଇଛନ୍ତି ବାବୁ। ଆରେ ମାସିଆ ଆରେ ତାହା ତ ଅତି ଆଦର କଥା ଉଚିତ କଥା ଭଲ କଥା
ଆଉ ସେଇ କଥାକୁ ନେଇ କର ହଁ ବାବୁ, ସେ ସବୁ କଥାକୁ ଶୁଣି ରାଜ୍ୟର ସେନାପତି ଆଉ ଗୁମାସ୍ତା ଜଟ ପାତ୍ର ଆମ କଥାକୁ ସହି ପାରିଲେନି ବାବୁ। ସହି ନ ପାରି ମତେ ବହୁତ ମାଡ଼ ମାରିଛନ୍ତି ବାବୁ। ମାରି ମାରି ମତେ ରକ୍ତାକ୍ତ କରିଦେଇଛନ୍ତି ବାବୁ। ଜାଣିଛି ବସେୟା, ଜାଣିଛି ଆପଣଙ୍କ ପ୍ରତି କି ଅନ୍ୟାୟ ହେଇଛି ନ ହେଇଛି ମୁଁ ବୁଝି ସାରିଛି। ହେଲେ ଏଣିକି ଚିନ୍ତା କରିବାର ଆବଶ୍ୟକ ନାହିଁ। ମୁଁ ଅଛି। ଏ ଜଙ୍ଗଲ ଦଶିତ ପର୍ଯ୍ୟନ୍ତ ଏ ଜଙ୍ଗଲରେ କାହାର ଅନିଷ୍ଟ ଘଟିବନି, କାହାର କ୍ଷତି ହେବାକୁ ଦେବନି ସିଏ। ଆପଣ ବିଚଳିତ ହୁଅନ୍ତୁନି। ଆପଣଙ୍କୁ ନେଇଯିବି ମୁଁ 10 କୋଟିକୁ, ଆଉ ସେଇଟା ଆପଣ ସହିତ ମୁଁ କରିବି। ଆଉ ଆପଣ ଭଲ ହେଇସାରିଲା ପରେ ଫେରିଯିବେ ଆପଣ ରାଜ୍ୟକୁ। ଆପଣଙ୍କର କିଛି ହେବନି ବାସ, କିଛି ହେବନି। ନାଇଁ ବାବୁ, ନାଇଁ, ମତେ ସେବା ଯତ୍ନ କରି ଆପଣଙ୍କୁ କିଛି ଲାଭ ହବନି ବାବୁ। ଆରେ କାହିଁକି ଲାଭ ହବନି? କ'ଣ ପାଇଁ ଲାଭ ହବନି? କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଆଉ ଆପଣ ଟିକେ ସେବା କରିଦେଲେ ମୋର ବା ଅସୁବିଧା ରହିଲା କୋଉଠି? ତେଣୁ ବାସୟ ଆପଣ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣଙ୍କ ସହିତ ମୁଁ କରିବି। ଆପଣଙ୍କର କିଛି ବି ହବନି ବାସୟ, କିଛି ବି ହବନି। ନାଇଁ ବାବୁ, ନାଇଁ, ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବିନି ବାବୁ। କିନ୍ତୁ କାହିଁକି? କ'ଣ ପାଇଁ ଫେରିବେନି? କାହିଁକି ନା ମୁଁ ଆଉ ବଞ୍ଚିବିନି ବାବୁ। ମାତୃଭାଷୟ, ଆପଣ ଏସବୁ କ'ଣ କରୁଛନ୍ତି? ଆରେ ମୁଁ ତ କହୁଛି ଆପଣ ବଞ୍ଚିବେ। ଆଉ ଆପଣ ଯଦି ନ ବଞ୍ଚିବେ ତାହେଲେ କୁହନ୍ତୁ, କୁହନ୍ତୁ ଭାଷୟ, କେମିତି ବଞ୍ଚିବ ଆପଣଙ୍କ ଶିଶୁପୁତ୍ର? ତେଣୁ ଭାଷୟ ଆପଣଙ୍କୁ ବଞ୍ଚିବାକୁ ହେବ, ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଆପଣଙ୍କର କିଛି ବି ହେବନି ଭାଷୟ, କିଛି ବି ହେବନି। ହେଲେ ବାବୁ, ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋ କଥା ରଖିବେ ବାବୁ। କୁହନ୍ତୁ ଭାଷୟ, କୁହନ୍ତୁ। ପାରିବି ଯଦି ନିଶ୍ଚୟ ରଖିବି। ଆପଣ କ'ଣ କହିବାକୁ ଚାହୁଁଛନ୍ତି କୁହନ୍ତୁ। ମୁଁ ତ ଆଉ ବଞ୍ଚିବିନି ବାବୁ। ମାତୃଭାଷୟ, ଆରେ କାହିଁ ସେ ଗୋଟାଇ କଥା କହୁଛନ୍ତି? ଆରେ ମୁଁ ତ କହୁଛି ଆପଣ ବଞ୍ଚିବେ। ମୁଁ ମରିବା ପୂର୍ବରୁ ମୁଁ ମୋ ଶିଶୁ ପୁତ୍ରକୁ ଆପଣଙ୍କୁ ସମର୍ପଣ କରିବି ବାବୁ। ମାତୃଭାଷୟ, ଆପଣ ନିଜେ ବୁଝି ବିଚାର ଚିନ୍ତା କରୁଛନ୍ତି ତ? ଆରେ ମୁଁ ଯେ ଗୋଟାଏ ଜଙ୍ଗଲ ଦସ୍ୟୁ, ମୋର ଯେ ଏଠି ବଞ୍ଚିବା କେତେ ଯେ କଷ୍ଟ ସାଧ୍ୟ, ପୁଣି ଆପଣ ଶିଶୁପୁତ୍ରକୁ ମୁଁ କେମିତି ବଞ୍ଚାଇବି? ଭାଇ ନାଇଁ, ଆପଣ ଯାହା କହୁତ ମାରି ଫେଲେ ଆପଣଙ୍କ ଶିଶୁପୁତ୍ରକୁ ମୁଁ ନେଇ ବଞ୍ଚାଇ ପାରିବିନି, କେବେ ବି ନୁହଁ। ନାଇଁ ବାବୁ, ନାଇଁ, ଭାଇ ବାସ, ଆପଣ ଭାଇ। ମନା କରନ୍ତୁନି ବାବୁ। ଆରେ ମହାଶୟ, ଆପଣ କାହିଁକି ବୁଝୁନାହାନ୍ତି? ଏଠି ପାଦ ପାଦ କେ ବିପଦ। ମଣିଷ କେତେବେଳେ ମରିବ, କେତେବେଳେ ବଞ୍ଚିବ ତାହାର କୌଣସି ଠିକଣା ନାହିଁ। ପୁଣି ଆପଣଙ୍କ ଶିଶୁପୁତ୍ରକୁ ମୁଁ କେମିତି ବଞ୍ଚାଇବି? ଭାଇ ବସ ନାହିଁ, ମୋତେ କ୍ଷମା କରିଦେବେ, ମୁଁ ପାରିବି ତାହା। ଆପଣ ମନା କରନ୍ତୁନି ବାବୁ। ଭାଇ ବସ ନାହିଁ, ମୋତେ ଆପଣ ବାଧ୍ୟ କରନ୍ତୁନି। ଆପଣଙ୍କୁ ମୋ ପୁଅର ନିୟମ। ମହାଶୟ, ଶେଷରେ ଆଡ଼ ପକେଇଦେଲ। ତା ପୁଣି ଗୋଟାଏ କଣ ଶିଶୁ ପାଖରେ? ଆରେ ଜାଣିଛ, କଣ ଶିଶୁପୁତ୍ର ହଉଛି ଭଗବାନଙ୍କ ସ୍ୱରୂପ। ଆଉ ସେଇ ଭଗବାନଙ୍କ ପାଖରେ ମୋତେ ରାଣ ପକେଇଦେଲ। ତେବେ ଠିକ ଅଛି, ରାଣ ଯେତେବେଳେ ପକେଇ ଦେଇଛ, ଆରେ ମୁଁ ବା ମନା କରିବି ଲାଗେ କିଏ? ଦିଅନ୍ତୁ, ଦିଅନ୍ତୁ ଆପଣ ଶିଶୁପୁତ୍ରକୁ। ଚେଷ୍ଟା ମୁଁ କରିବି ତାକୁ ବଞ୍ଚାଇବା ପାଇଁ, ଚେଷ୍ଟା ମୁଁ କରିବି, ହେଲେ ବାବୁ, ଚେଷ୍ଟା ମୁଁ କରିବି। ମୋ ଶିଶୁ ପୁତ୍ରକୁ ମାର ମମତା, ବାବାର ସ୍ନେହ ଦେଇ ତାକୁ ବହୁତ ଖୁସିରେ ରଖିବ ବାବୁ। ତାକୁ କେବେ ବି ଦୁଃଖ ଦବନି ବାବୁ। କହିଲି ବାସିଆ, ପ୍ରାଣପଣ ଚେଷ୍ଟା କରିବି, ଆଉ ତାଠୁ କିଛି ଅଧିକା କରିପାରିବିନି। ଚେଷ୍ଟା ମୁଁ କରିବି। ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି ବାବୁ। କେମିତି ରହିବ ବାଟ
କେମିତି ରହିବା ବାଟ ଚାଲିବା ଆଖି ହବ ଛଳ ଛଳ ଲୁହ ବହିବାନି ମନ ହେବ କଳବଲ ଭୁଲ ମାନିବାନି ବଞ୍ଚି ରହିବାକୁ ହେବ ତତେ ମୋର ବିଲାଦନ ବଞ୍ଚି ରହିବାକୁ ହେବ ତତେ ମୋର ବିଲାଦନ ସରିନି ସରିନି ଶ୍ରାବଣ ସରିନି